बोला धन थिला जहा ताहा पाखरे हेलो से सुदामा कुदेई देइछि मान थिला जहा ताहा पाखरे से पांचाली कुदेई देइछि ये सबु देला परे मनटी कुतार सबु देला परे मनटी कुतार राधा पासे बंधा देइछि राधा पासे बंधा देइछि शुणुथिबे मोरा पंडित मंडली ताहा दुई पद न्याय कहुथिबि भाई गुणग्राही विवेकी मंडली सेदिन ये ऋषि श्रेष्ठ काठर कंधई हस्तर धारण कर आश्रम को फेरी आसिले ब्राह्मणंकर निर्देश क्रमे समस्त कर्म सुचारू रूप से पालन करुचंती ए काठर कंधई को निजर पुत्र सम पालन करुथिला बेले अनेक दिन या भितर बीती गलानी सेदिन गंगा नदी रे स्नान करुथिले ऋषि मन मध्य तांकर गोटाए भावना उंकी मारिला विचार कले ऋषि गोटाए शब्द आमे गाँ गहली रे समस्ते कहूथाए कोसिया पुआ गुंजिया रुओ तिनी डाकरे से न करे विचार कले आमे माने समस्त बापा संतान संतति को जन्म दउछे संतान संतति को अंत फाड़ी जन्म देला बेले आम पिला माने आमे सात थर डाकले गोटाए थर ओ न कला बेले आम मानकर उत्तर दउ नथिला बेले ऋषि विचार कले गोटे गोटाए पुत्र को पोष्य पुत्र हिसाब रे मु ताको पालन करूछि से पुत्र कोन कोन कटि गला हाउ तेणु करी बापा कहिबार तात्पर्य ए पुत्र कोन सत्य मते उद्धार करिवो मु जहा को पुत्र हिसाब रे पालन करूछि से कोन मते सत्य वैकुंठ प्राप्ति करैबो ब्राह्मणंकर कथा कोन सत्य हबो की चिंता करूथिले ऋषि श्रेष्ठ स्नान कला बेले गंगा नदी रे स्नान कला बेले एक कथा को भावना करूथिला बेले हे मोर गुणग्राही व्यक्ति मंडली निजर स्नान तर्पण को शेष करी जेते बेले आश्रम निकट रे आसी पहुंचिले कुटीर मध्य प्रवेश कला बेले बापा देखिले जो स्थान रे एक कंधई को रखी तार सेवा शुश्रूषा करथिले पुत्र सम जहा को पालन करथिले से पुत्र आ से स्थान रे परा नाही ला पाई जीव दान किबा बोला से पड़ाई बोला से अंतहर कथा किबा
ହୋଇ ସାରା ଆଶ୍ରମ ଖୋଜିଲେ ଘର ଭିତର ବାହାର ଚତୁଃପାର୍ଶ୍ୱ ଖୋଜି ଖୋଜି ଚିତ୍କାର କରି ତାର ନାମ ଧରି ତାକୁ ଯେତେ ଡାକିଲେ ତୁ କୁଆଡେ ଗଲୁ ରେ କଣ୍ଢେଇ ତୁ କୁଆଡେ ଗଲୁ ସତେ କଣ ମୋ ଅନ୍ତରର କଥାକୁ ତୁ ଜାଣିପାରିଲୁ କି ମୋ ଅନ୍ତର୍ଗତ ଭାବନାକୁ ତୁ ବୁଝିପାରିଲୁ କି ମୋ ଭାବନା ଲାଗି ତୁ କଣ ମୋତେ ତ୍ୟକ୍ତ କରି ଚାଲିଗଲୁ କି ସେଦିନ କାନ୍ଦୁଛନ୍ତି ଋଷି ଶ୍ରେଷ୍ଠ ଝରି ଯାଉଛି ନୟନରୁ ଅବାରିତ ଅଶ୍ରୁର ଧାର କହିଲା କାଠର କଣ୍ଢେଇ ମୋତେ ହେଲେ କୁଣ୍ଢେଇ ଦେ ରେ କାଠର ଚାଲି ଯାଇଛି ତ୍ୟକ୍ତ କରି ଋଷିଙ୍କୁ ଆଉ ସେହି ଦିନ ଠାରୁ ତାଙ୍କ ପାଖକୁ ସେ ଫେରିଲା ନାହିଁ ଋଷି କାନ୍ଦି କାନ୍ଦି କହିଲେ ବାବୁରେ ସେହି ଦିନ ଠାରୁ ମୁଁ ତାକୁ ହରେଇ ଦେଇଛି ସେ ମୋର ଅନ୍ତର କଥାକୁ ଜାଣିପାରି ମୋତେ ଅନ୍ତର କରିଦେଇ ଯାଇଛି ଆଉ ସେହି ଦିନ ଠାରୁ ମୋ ପାଖକୁ ଫେରି ନାହିଁ ଯାହାକୁ ମୁଁ ପୁତ୍ର ସମ ପାଳନ କରିଥିଲି ମୁଁ ତାର ନାମ ଦେଇଥିଲି ଗୋବିନ୍ଦ ଗୋପାଳ କୃଷ୍ଣ ମୋ ପୁତ୍ରର ନାମ କୃଷ୍ଣ ଗୋବିନ୍ଦ ଗୋପାଳ ହେଇଥିଲା ବେଳେ ମୋତେ ସେହି ଦିନ ଠାରୁ ଠକି ଦେଇ ସେ ଚାଲି ଯାଇଛି ରେ ଧନ ଆଜି ପର୍ଯ୍ୟନ୍ତ ଯେହେତୁ ମୋ ପାଖକୁ ଫେରୁନାହିଁ ତୁ ଯଦି ମୋ ଅଭିଶାପରୁ ନିଜକୁ ମୁକ୍ତି କରିବା ପାଇଁ ଚାହୁଁଛୁ ତାହେଲେ ମୋରି ପୁତ୍ର କୃଷ୍ଣ ଗୋବିନ୍ଦ ଗୋପାଳକୁ ଖୋଜି ଆଣି ଯଦି ମୋ ନିକଟରେ ପହଞ୍ଚେଇ ଦବୁ ତାହେଲେ ନିଶ୍ଚୟ ତୋ ପିତାମାତାଙ୍କ ନିକଟକୁ ତୁ ଚାଲିଯିବୁ ମୋ ଅଭିଶାପ ତୋ ପ୍ରତି ଫଳପ୍ରଦ ହବ ନାହିଁ ହେଲେ ଋଷିବର ଆପଣଙ୍କର ପୁତ୍ର ନାମ ଜାଣିଲେ ଗୋବିନ୍ଦ ଗୋପାଳ କୃଷ୍ଣ ହେଲେ ଗଲାବେଳେ ସେ କଣ ପିନ୍ଧିଥିଲା ତାର କୌଣସି ଚିହ୍ନ ଅଛି ନା ଆଉ କଣ ଅଛି ମତେ ଟିକେ କହିଦିଅ ତାର ରୂପଟା କିଭଳି ଗଲାବେଳେ ସେ କଣ ପରିଧାନ କରି ଯାଇଥିଲା ଦୟାକରି ଆପଣ ମୋତେ ପ୍ରକାଶ କରନ୍ତୁ ମୁଁ ମୋ ବାପା ମାଙ୍କ ପାଇଁ ଆପଣଙ୍କର ପୁତ୍ରକୁ ଖୋଜିବା ପାଇଁ ନିଶ୍ଚୟ ଏ ଜଙ୍ଗଲ ମଧ୍ୟରେ ତାକୁ ଖୋଜିବା ପାଇଁ ଚାଲିଯିବି ଆଜ୍ଞା ସେଦିନ ଋଷି ଶ୍ରେଷ୍ଠ କାନ୍ଦି କାନ୍ଦି କହୁଛନ୍ତି ମୋ ପୁତ୍ର ଗଲାବେଳେ ପିନ୍ଧିଥିଲା କଣ ଆଉ ମୋ ରୂପ ପୁତ୍ରର ରୂପଟା ଦେଖିବା ପାଇଁ କିଭଳି ସେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ସେଦିନ ଋଷି 12 ବର୍ଷର ପୁତ୍ର ଆଗରେ ପ୍ରକାଶ କଲେ ଅଭିମନ୍ୟୁ ସାମନ୍ତ ସିଂହାର ପ୍ରମାଣ ଦିଅନ୍ତୁ କଲା କଳା କଞ୍ଜ ଦଳା ଅଞ୍ଜନ ବର୍ଷତ ଇନ୍ଦ୍ର ନୀଳମଣି ଘନ
ଶବ୍ଦ ଭଣ୍ଡାରକୁ ଖୋଜିଲେ ବୋଧହୁଏ ମୋ ପୁତ୍ରର ରୂପକୁ ବର୍ଣ୍ଣନା କରିବା ସମ ଶବ୍ଦ କେହି କେବେ ପାଇପାରନ୍ତି ନାହିଁ। ପିନ୍ଧିଥିଲା ମୋ ପୁଅ ଅଲା କସ୍ତୁରୀ ତିଳକ ଲଲାଟ ପଟଳେ ବକ୍ଷ ତଳେ କୌଶୁଭ ଆଶାଗ୍ରେ ମୋର ମୁକ୍ତି କଙ୍କର ତଳେ ବେଣୁ ତଳେ କଙ୍କର ସରବାଙ୍ଗେ ହରି ଚନ୍ଦନ ସୁଲଳିତ କଣ୍ଠେ ଗୋପତି ପରିବେଶିତ ବିଜୟତେ ଗୋପାଳ ବେଶକୁ ବର୍ଣ୍ଣନା କରୁଛନ୍ତି ଋଷି ଶ୍ରେଷ୍ଠ କସ୍ତୁରୀ ତିଳକ ଲଲାଟ ପଟଳେ ବକ୍ଷ ସ୍ଥଳେ କୌଶୁଭ। ମୋ ପୁତ୍ରର ରୂପ ବର୍ଣ୍ଣନା କଲା ଭଳିଆ ଶକ୍ତି କାହାର ନାହିଁ। ସେ ସଦା ସର୍ବଦା ପୀତ ବସନକୁ ପରିଧାନ କରି ବକ୍ଷ ଦେଶରେ କସ୍ତୁରୀ ହାରକୁ ପରେ କୌଶୁଭ ମଣିକୁ ଧାରଣ କରି ଏ ଧନ ଏ ଲଲାଟରେ ଲେପନ କରାଯାଇଥାଏ। ଲଲାଟରେ ମୋ ପ୍ରଭୁ ଏ କୃଷ୍ଣ ମୋ ପୁତ୍ରର ଇଏ ତିଳକ ଚିତାକୁ ଯିଏ ଦେଖିବ ସମସ୍ତଙ୍କର ମନ ମୋହିତ ହେଇଯିବ। ହସ୍ତରେ ବାଉଁଶର ବେଣୁ ଧାରଣ କରିଛି, ମସ୍ତକରେ ମୟୂର ଚନ୍ଦ୍ରିକାକୁ ପରିଧାନ କରିଛି। ମୋ ପୁଅ ସେହିଦିନ ଠାରୁ ମୋତେ ଅନ୍ତର କରି ଚାଲି ଯାଇଛି। ଯଦି ମୋ ପୁତ୍ରକୁ ଖୋଜି ଆଣି ତୁ ମୋ ନିକଟରେ ପହଞ୍ଚେଇ ଦବୁ ତାହେଲେ ନିଶ୍ଚୟ ତୋ ବାପା ମାଙ୍କ ପାଖକୁ ମୋର ଅଭିଶାପ ନ ପାଇ ତୁ ଚାଲିଯିବୁ। ଆଜ୍ଞା ଇଏ 12 ବର୍ଷର ପୁତ୍ର ଏ ସଂସାର ମଧ୍ୟରେ ବାପା ମାଙ୍କ ବ୍ୟତୀତ ଆଉ କିଛି ସେ ଜାଣେ ନା। ହସ୍ତରେ ଧାରଣ କରିଥିବା ଅଠା କାଣ୍ଡିଆ ନଳକୁ ପୁଅ ଫିଙ୍ଗି ଦେଲା। ଫିଙ୍ଗି ଦେଇ ବାପା ମାଙ୍କ ମୁଖରେ ଆହାର ଦବ ବୋଲି ତାଙ୍କର ସେବା କରିବାର ମନୋବୃତ୍ତି ନେଇ ଦୁଇ କରକୁ ଯୋଡ଼ିଦେଲା। ହେ ଋଷି ଶ୍ରେଷ୍ଠ, ଦୟାକରି ଆପଣ ମୋତେ କିଛି ଦିନ ସମୟ ଦିଅନ୍ତୁ। ଆପଣଙ୍କର ପୁତ୍ରକୁ ଖୋଜି ଆଣି ଆପଣଙ୍କ ନିକଟରେ ମୁଁ ନିଶ୍ଚୟ ପହଞ୍ଚେଇ ଦେବି। ଆଜ୍ଞା ଏ ଋଷି ଏ ପୁତ୍ରକୁ ମାତ୍ର 7 ଦିନ ସମୟ ଦେଇଥିଲେ। 7 ଦିନ ସମୟକୁ ହସ୍ତରେ ଧାରଣ କରି ଋଷିଙ୍କର ପାଦ ତଳେ ପ୍ରଣାମ କରି ସେଦିନ ଏ 12 ବର୍ଷର ଶବର ପୁତ୍ର ଜଙ୍ଗଲ ମଧ୍ୟକୁ ସେଇ କୃଷ୍ଣ ଗୋବିନ୍ଦ ଗୋପାଳକୁ ଖୋଜିବା ପାଇଁ ଚାଲି ଯାଇଛି। ବନ୍ଧୁର ପଥକୁ ଅତିକ୍ରମ କରି ଜଙ୍ଗଲ ମଧ୍ୟରେ ଆଗକୁ ଚାଲିଛି 12 ବର୍ଷର ପୁତ୍ର। ତାର କରି ଡାକୁଛି କହିଲା କୃଷ୍ଣରେ ଗୋବିନ୍ଦ ଗୋପାଳ ରେ ଗୋବିନ୍ଦ ରେ ଗୋପାଳ ଗୋପାଳ ତୋ ବାପା ତୋର ଫେରିବା ପଥକୁ ଚାହିଁ ବସିଛି ରେ ଭାଇ। ମୋତେ ତୋତେ ଖୋଜିବା ପାଇଁ ଦୂତ ହିସାବରେ ପଠେଇଛି। ମୁଁ ତୋତେ ଖୋଜି ନେଇ ଗଲେ ତୋ ବାପା ମୋତେ ଅଭିଶାପରୁ ମୁକ୍ତି କରେଇ ମୋ ବାପା ମାଙ୍କ ପାଖକୁ ଛାଡ଼ିଦେବେ। ଅନ୍ଧୁଣୀ ପିତା ମାତା ମୋର ଅନେକ ଦିନ ହେଲା 2-4 ଦିନ ହେଲା ଅପେକ୍ଷା କରି ମୋ ଫେରିବା ପଥକୁ ଚାହିଁ ବସିଥିବେ ରେ ଭାଇ। ଥରୁଟିଏ ତୁ ମୋତେ ଦେଖା ଦେ, ମୁଁ ତୋତେ ସଙ୍ଗରେ ନେଇ ତୋ ବାପା ବାପାଙ୍କ ନିକଟରେ ପହଞ୍ଚେଇ ଦେବି। ଆଜ୍ଞା ଇଏ 12 ବର୍ଷର ପୁତ୍ର ଜଙ୍ଗଲ ପଥରେ ତାକୁ ଯେତେ ଖୋଜୁଛି ପାଇଲା ନା, ତାକୁ ପାଉନାହିଁ। ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ, କାରଣ ତାକୁ ପାଇବ ବା କିଏ ସେ, ତାକୁ ପାଇପାରିବ ବା କିଏ ସେ? ବାପା ସେଦିନ ଇଏ 12 ବର୍ଷର ପୁତ୍ର ଜଙ୍ଗଲ ମଧ୍ୟରେ ଖୋଜି ଖୋଜି ଅନେକ ପଥ ଅତିକ୍ରମ କରି ଗଲା ବେଳେ ବାବୁରେ ସେ ପଡ଼ିଛି। ସେ 12 ବର୍ଷର ପୁତ୍ର 2 ଜଣ କାପାଳିକଙ୍କ ସହିତ ତାର ଭେଦ ହେଇଛି। ଜଙ୍ଗଲ ମଧ୍ୟରେ ପୁତ୍ର ଖୋଜି ଖୋଜି ଗଲା ବେଳେ 2 ଜଣ କାପାଳିକ ଏ 12 ବର୍ଷର ପୁତ୍ରକୁ ଦେଖିଛନ୍ତି। ଆରେ ଭାଇ ଖୋଜିଲା ବଳଦ ଖୋଜିଲା ସେଇଠି ଆମର 107 ବଳି ପଡ଼ି ଯାଇଛି। ଆଉ ଗୋଟିଏ ମାତ୍ର ବାକି ଅଛି। ଏଇ ବଳିଟା ହଉଛି ଆକୁ ଧର ସେ ବଳିବାର ନିକଟକୁ ଚାଲ ନେଇଛି। 107 ବଳି ଉଭୟ କାପାଳିକ ଦେଇଛନ୍ତି ମା କାଳୀଙ୍କ ନିକଟରେ।
ଆଉ ମାତ୍ର ଗୋଟାଏ ବଳି ବାକି ରହିଛି ଆଉ ମାତ୍ର ଗୋଟାଏ ନର ବଳି ପକେଇଲେ ବୋଧେ ଉଭୟଙ୍କର କାର୍ଯ୍ୟ ବା ମନ୍ତ୍ର ସିଦ୍ଧି ହବ ସେ ସିଦ୍ଧି ସାଧକ ହେବେ ଏଇ ନ୍ୟାୟରେ ଗୋଟାଏ ନର ବଳି ପକେଇବା ପାଇଁ ଜଙ୍ଗଲ ମଧ୍ୟରେ ଖୋଜି ଖୋଜି ଆସିଲା ବେଳେ ଏ ପୁତ୍ର ସହିତ ତାଙ୍କର ଭେଟ ହୋଇଛି ଉଭୟ ଦୁଇ ଜଣ ଯାକ କଥୋପକଥନ ହେଉଛନ୍ତି ବଳେ ବଳେ କୌଶଳେ ଏ ଅଚିହ୍ନା ପୁତ୍ରକୁ ଆମେ ନେଇ ଯଦି କାଳିଙ୍କ ନିକଟରେ ବଳି ପକେଇଦବା ତାହେଲେ ଆମର କାର୍ଯ୍ୟ ନିଶ୍ଚୟ ସିଦ୍ଧି ହେଇଯିବ ଏଇ କଥାକୁ ଚିନ୍ତା କରି ଉଭୟ କାପାଳିକ ଏ ଶବର ପୁତ୍ର ନିକଟରେ ଯାଇ ପହଞ୍ଚିଲେ ଆରେ ଭାଇ କାହାକୁ ଖୋଜୁଛୁ ମୁଁ ଖୋଜୁଛି କୃଷ୍ଣ ଗୋବିନ୍ଦ ଗୋପାଳ ଏମିତି କେତେ ଦିନ ହେଲା ଖୋଜିଲ 7 ଦିନ ହେଲା ଖୋଜିଲାଣି ଆରେ 7 ଦିନ କଣ ଏମିତି 7 ବର୍ଷ ଖୋଜିଲେ ମୁଁ ପାଇପାରିବିନି ଗୋଟେ କାମ କରେ କଣ ତୋ ଭାଇ ସମ୍ପତ୍ତି ସେ ମୋ ଭାଇ ଭାଇକି ଦେଖିବାକୁ ଚାହୁଁଛୁ ଚାହୁଁଛି ଆମ ସହିତ ଆ। ଚାଲ ଅଲା ପରିପନ୍ଥୀ ରେଲି ଗୋଟାଏ କାମ କରିବା ଆଉ ସବୁଟାକୁ କମ ସାଉଣ୍ଡ ଦେଲେ ଭଲ ସବୁ ଯଦି ଭୋଗ ହେଲା ଏକାଥରେ କଥା ସବୁ ହାଉ ହାଉ ହବ ତେଣୁକରି କହିବାର ତାତ୍ପର୍ଯ୍ୟ ହେ ମୋର ଗୁଣଗ୍ରାହୀ ବ୍ୟକ୍ତି ମଣ୍ଡଳୀ ସେଦିନ ଏ ବାଳକକୁ ଦୁଇ ଜଣ ପରିପନ୍ଥୀ କହୁଛନ୍ତି କହିଲେ ଅନେକ ଦିନ ହେଲା ତୁ ଯାହାକୁ ଖୋଜୁଛୁ ସେ ଆସି ଆମ ନିକଟରେ ଆମ କାଠୁରିଆ ପଲ୍ଲୀରେ ଅଛି ତୁ ଯେତେ ଖୋଜିଲେ ତ ତାକୁ ପାଇବୁନି ତୁ ଆମ ସାଙ୍ଗରେ ଆସେ ତୋ ଭାଇ ସହିତ ଆମେ ତୋର ଭେଟ କରେଇଦବୁ ଆଜ୍ଞା ଇଏ ଦୁଇ ଜଣ ଯାକ କାପାଳିକ ସେଦିନ ଇଏ 12 ବର୍ଷର ପୁତ୍ରର ହସ୍ତକୁ ଧରି ନେଇଗଲେ ପହଞ୍ଚିଗଲେ ନିର୍ଦ୍ଦିଷ୍ଟ ସ୍ଥାନରେ ଯୋଉ ସ୍ଥାନରେ ଇଏ ଦୁଇ ଜଣ କାପାଳିକ 107 ବଳି ଦେଇଛନ୍ତି ସେଇ ସ୍ଥାନରେ ନେଇ ପହଞ୍ଚେଇ ଦେଲେ ଏ 12 ବର୍ଷର ପୁତ୍ରକୁ ଏ ପୁଅ ଆଗରେ ରହିଛି ଗୋଟା ଅର୍ଗଳି ମଧ୍ୟରେ ଏ 12 ବର୍ଷର ପୁତ୍ରର ମସ୍ତକକୁ ଭର୍ତ୍ତି କରିଛନ୍ତି ଅର୍ଗଳି ମଧ୍ୟରେ ମୁଣ୍ଡକୁ ଭର୍ତ୍ତି କରିଛି 12 ବର୍ଷର ପୁତ୍ର ଇଏ ଦୁଇ ଜଣ ଯାକ ଇଏ ଏପଟେ ସେପଟେ ଠିଆ ହେଇଛନ୍ତି ହନ୍ତକ ହସ୍ତରେ ଖଡ୍ଗ ଧରି ଠିଆ ହେଇଛି ଇଏ ହନ୍ତକ ଏ 12 ବର୍ଷର ପୁତ୍ରକୁ ବଳି ପକାଇବ କାହା ପାଖରେ ନା ଆଗରେ ଲହ ଲହ ଜୁହା କରି ଠିଆ ହେଇଛି ମା କାଳୀ ଲହ ଲହ ଜୁହା କରି ବୋଧେ 107 ନର ବଳି ଖାଇଛି ଆଜି ଏ ପୁତ୍ରର ରକ୍ତକୁ ପାନ କଲେ ନିହାତି ଭାବରେ ଉଭୟଙ୍କର ତନ୍ତ୍ର ବିଦ୍ୟା ସିଦ୍ଧି ହବ ଏଇ ନ୍ୟାୟରେ ଇଏ ମା କାଳୀ ଆଗରେ ଠିଆ ହେଇଥିଲା ବେଳେ ହନ୍ତକ ଖଡ୍ଗ ଧରି ଯେତେବେଳେ 12 ବର୍ଷର ପୁତ୍ରର ମସ୍ତକକୁ ଛେଦନ କରିବା ପାଇଁ ଯାଉଛି ସେତେବେଳେ ଏ 12 ବର୍ଷର ପୁତ୍ରଟି ମୁଣ୍ଡ ଉଠେଇ ଚାହିଁଲା ଆଗରେ କାଳୀ ରୂପରେ ମା ଆବିର୍ଭୂତ ହେଇଛନ୍ତି ଲହ ଲହ ଜିହ୍ୱା କରି ଚାହିଁଛି ମା ତାର ରକ୍ତକୁ ପାନ କରିବ ସେଦିନ ଏ 12 ବର୍ଷର ପୁତ୍ର ଅନ୍ତରରେ ମା ପ୍ରତି କ୍ରୋଧ ଭାବ ଜାଗରିତ ହେଲା ଏ ସନ୍ତାନ ଡାକିଲା କହିଲା ମା निर्मम
ସେ 12 ବର୍ଷର ପୁତ୍ର କହିଲା ମା ଲହ ଲହ ଜିଭା କରି ପୁତ୍ର ମାନଙ୍କର ଶୁଣିବାକୁ ପାନ କରିବାରେ ଯୋଉ ତୁ ରତ ଅଛୁ କହ ମା କହ ଏ ଜଗତରେ ତୋତେ ଜଗଧାତ୍ରୀ କହି କିଏ ସେ ମୁଣ୍ଡିଆ ମାରିବ ଜଗଦମ୍ବା କହି ତୋର ପାଦ ତଳକୁ କିଏ ଚାସିବ ପୁରା ଜଗଧାତ୍ରୀ ଜଗଜ୍ଜନନୀ ଲୋ ମା ସଂସାର କହେ ଶାସ୍ତ୍ର କହିଛି ପୁତ୍ର ସିନା ପୁତ୍ର ହୁଏ ମା ତ କେବେ କୁମାରଟା ହୁଏ ନା ଆଜି କାହିଁକି ମା ଲୋ ତୁ କୁମାରଟା ହୋଇ ମା ନାମରେ କଳଙ୍କ ଲଗେଇ ଦେଇଛୁ କାହିଁକି 107 ପୁତ୍ର ମାନଙ୍କର ରକ୍ତକୁ ପାନ କରି ଆଜି ଅପେକ୍ଷାରତା ହେଇଛୁ ମୋ ଶୁଣିତକୁ ପାନ କରିବା ପାଇଁ ମୁଁ ମରିଯିବି ମା ଦୁଃଖ ନାହିଁ ମା ମୋତେ ତୁ ପାନ କରିବା ପରେ ମୋତେ ଏ ହନ୍ତକ ବଳି ଦେବା ପରେ ଦିନ ଦିନ ପାଇଁ ତୋର ଏ ମନ୍ଦିର ଦ୍ୱାର ରୁଦ୍ଧ ରହିବ ତୋତେ ଜଗଦମ୍ବା କହି ଜଗଧାତ୍ରୀ କେହି କେହି କେବେ ପ୍ରଣାମ କରିବେ ନାହିଁ ତୋର ପୂଜାର୍ଚ୍ଚନା କରିବା ପାଇଁ କୌଣସି ପୁତ୍ର ତୋ ପାଖକୁ ଆଉ ଆସିବ ନାହିଁ ମା ମା ତ କୀର୍ତ୍ତିରେ କଳଙ୍କ ଲାଗିଯିବ ମା
ନାମରେ ପୁଅ କେବେ କଳଙ୍କ ଲାଗିନି କି ଲାଗିବ ନାହିଁ। ନାହିଁ ମା ଅମୃତମୟୀ ଜନନୀ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। କରିଅଛି ମା ଠାରୁ ଶ୍ରେଷ୍ଠ ସଂସାର ମଧ୍ୟରେ କେହି ନଥିଲା ବେଳେ ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ଏ ଜଗତ ପଥରେ ସେଦିନ ମା ଏ ସନ୍ତାନର ଦୁଃଖକୁ ବୁଝିପାରି ନିଜେ ଧାରଣ କଲା। କୋଉ ରୂପ ନା ଯୋଉ ରୂପ ଚାହୁଁଥିଲା ଏ 12 ବର୍ଷର ପୁତ୍ର ମୋ ଜ୍ଞାନେନ୍ଦ୍ର ପୁଙ୍ଗବ ମାଙ୍କ ମନ୍ଦିର ମଧ୍ୟରୁ ସର୍ପମାନଙ୍କର ଭୟଙ୍କର ଗର୍ଜନକୁ ଶ୍ରବଣ କରି ଇଏ ଭୟଭୀତ ହୋଇ କାପାଳିକ 2 ଜଣ ଯାକ ଚାଲି ଯାଇଛନ୍ତି। ଅଗଳି ମଧ୍ୟରେ ମୁଣ୍ଡକୁ ଭର୍ତ୍ତି କରି ମା ଆଡ଼କୁ ଚାହିଁଥିବା ଏ 12 ବର୍ଷର ପୁତ୍ର ସେଦିନ ମାର ରୂପକୁ ଦେଖୁଛି। ଆଉ ନିଜେ ମା କାଳୀ ରୂପରେ ନାହାନ୍ତି, ସେ ନିଜର ରୂପକୁ ପରିବର୍ତ୍ତନ କରିଛନ୍ତି। ଦେଖା ଯାଉଛନ୍ତି କିଭଳି କଲା କାଳୀ ହୋଇ ଗଲେ କୃଷ୍ଣ ମୁଣ୍ଡ ମାଳ ହେଲା ଗୁଞ୍ଜର ମାଳ ମଥାରେ ମୟୂର ଚନ୍ଦ୍ରିକା ଚୂଳ। ମୋ ପ୍ରଭୁ କୃଷ୍ଣ ଭଗବାନଙ୍କର ରୂପକୁ ଦର୍ଶନ କରି ସେଦିନ ଏ 12 ବର୍ଷର ପୁତ୍ର କୃଷ୍ଣ ଆଡ଼କୁ ଦୌଡ଼ି ଯାଉଛି। ହେ କୃଷ୍ଣ ହେ କୃଷ୍ଣ ହେ କୃଷ୍ଣ କଲା କୃଷ୍ଣରେ ତୋ ପାଶେ ଯିବି ଇଏ କୃଷ୍ଣରେ ତୋ ପାଶେ ଯିବି ମୁଁ ସବୁ ବୁଝାଇ କହିବି 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 ମୋର କଥା ଯଦି ନ ବୁଝିବୁ କୃଷ୍ଣ ମୋର କଥା ଯଦି ନ ବୁଝିବୁ କୃଷ୍ଣ ମୋର କଥା ଯଦି ନ ବୁଝିବୁ କୃଷ୍ଣ ଜୀବନ ହରାଇ ଦେବି କୃଷ୍ଣ ଜୀବନ ହରାଇ ଦେବି କୃଷ୍ଣରେ ତୋ ପାଶେ ଯିବି ମୁଁ ସବୁ ବୁଝାଇ କହିବି କୃଷ୍ଣରେ ତୋ ପାଶେ ଯିବି ମୁଁ ସବୁ ବୁଝାଇ କହିବି ପୁତ୍ର ଯାଇ ପରା କୃଷ୍ଣକୁ ଧରିଲା କୃଷ୍ଣରେ ତୋ ପାଶେ ପିତା ଅପେକ୍ଷା କରିଛନ୍ତି
କରି ସାରିବା ଆଜ୍ଞା ମୋ ଧନ ସେଦିନ ଏ 12 ବର୍ଷ ପୁତ୍ର ଭଗବାନଙ୍କର କରକୁ ଯେତେବେଳେ ଯାଇ କରିଛି ଏ ଅନ୍ତରର ସମସ୍ତ ଭାବନା ଉଦ୍ଦୀପନା କାମନା ବାସନା ସବୁ ଦୂରୀଭୂତ ହେଇଗଲା ପରମ ବ୍ରହ୍ମଙ୍କର ପରଶ ପାଇବା ପରେ ବୁଝିପାରିଲା ଏ କୃଷ୍ଣ କିଏ ମୋ ଜ୍ଞାନେନ୍ଦ୍ର ପୁଙ୍ଗବ ନିଜର ଅନ୍ତର ଆତ୍ମାକୁ ସମର୍ପି ଦେଇଛି ଭଗବାନଙ୍କର ଶ୍ରୀ ପୈରରେ ଧ୍ରୁବରେ ଜଗତ ଯାହାକୁ ପାଇବା ପାଇଁ କଳ୍ପ କଳ୍ପ ଅପେକ୍ଷା କରୁଛି ଭଗବାନ ଶଙ୍କର ଯାହାଙ୍କର ପାଦ ଦୁଃଖ ପାଇବା ପାଇଁ ମୁଖକୁ ଖୋଲି ରଖିଛନ୍ତି ପାଇପାରୁନାହାନ୍ତି ବ୍ରହ୍ମା ଯାହାଙ୍କର ପାଦକୁ ଧୌତ କରିବା ପାଇଁ କମଣ୍ଡଳରେ ଜଳ ସାଇତି ଦେଇଥିଲେ ତଥାପି ଧୋଇ ପାରୁନାହାନ୍ତି ଆଜି ସେହି ପରମ ବ୍ରହ୍ମଙ୍କର ସ୍ୱରୂପକୁ ଦର୍ଶନ କରି ନିଜ ହସ୍ତରେ ଧାରଣ କରିଛି ଏ 12 ବର୍ଷର ସମର ପୁତ୍ର ଆହା ତାର କେଡ଼େ ବଡ଼ ଭାଗ୍ୟବାନ ସେ ପୁତ୍ର ପ୍ରଭୁଙ୍କର କରକୁ ଧାରଣ କଲା ବେଳେ ତାର ମନରୁ ହୃଦୟରୁ ଅନ୍ତରରୁ କାମନା ବାସନା ଦୂରୀଭୂତ ହେଇଯାଉଥିଲା ପରେ ତ୍ରୟାଯୁଗରେ ଭଗବାନ ରାମଙ୍କର ପାଦକୁ ଧୌତ କରିବା ପାଇଁ କୈବର୍ତ୍ତକୁ ଅପେକ୍ଷା କରି ବସିଥିଲା ବେଳେ ଯିଏ ପ୍ରଭୁ ଡାକୁଛନ୍ତି କୈବର୍ତ୍ତ ଆସ ଆମକୁ ନାମ ପାର କରିଦେବୁ କୈବର୍ତ୍ତ ତାର କର୍ମମୟ ଜଞ୍ଜାଳ ପଥରେ ବୃତ୍ତିକୁ ବେଉସା କରି ବୋଧୁଏ ଆଗ ଟଙ୍କା ପାଇବ ତାପରେ ଡଙ୍ଗାରେ ପାର କରିଦେବ କହି ଚିନ୍ତା କରି ଅପେକ୍ଷା କରି ସେଇଠି ଅପେକ୍ଷା କରିଥିଲା ବେଳେ ପ୍ରଭୁ କହିଲେ ତେବେ ଠିକ ଅଛି ପ୍ରଥମେ ଯଦି ଟଙ୍କା ନବ କଉଡ଼ି ନବ ଆମ ପାଖରେ ତ ତାହା ନାହିଁ ଭାବଗ୍ରାହୀ ପରମ ବ୍ରହ୍ମ ନିଜ ଗୋଳାରୁ ବାହାର କରିଛନ୍ତି ରତ୍ନ ହାରଟିଏ ସେ ରତ୍ନ ହାର ଦେଇଥିଲା କିଏ କହିଲା କୌଶଲ୍ୟା ଦତ୍ତ କଣ୍ଠ ସିଏ ମୁକୁତା କଣ୍ଠର ମୁକ୍ତାହାର କୌଶଲ୍ୟା ଦତ୍ତ କଣ୍ଠ ମୁକ୍ତାହାର ହସ୍ତରେ ଧାରଣ କରି କହିଲେ ନେ କୈବର୍ତ୍ତ ଇଏ କଉଡ଼ି ହିସାବରେ ଇଏ ରତ୍ନହାରକୁ ନେ ଆମକୁ ଏ ଗଙ୍ଗା ନଦୀଟା ପାର କରିଦିଏ ପରେ ଭଗବାନ ଧରିଛନ୍ତି ଏ ହାରର ଗୋଟାଏ ପଟକୁ କୈବର୍ତ୍ତ ଧରିଛି ଆଉ ଗୋଟାଏ ପଟକୁ ପ୍ରଭୁଙ୍କର ଇଏ ଗୋଟାଏ ହସ୍ତରେ ଇଏ ମାଳର ଗୋଟାଏ ପ୍ରଭୁଙ୍କ ହସ୍ତରେ ଗୋଟାଏ ପଟ ହାର କୈବର୍ତ୍ତ ହସ୍ତରେ ଗୋଟାଏ ପଟ ହାର ଇଏ ଭଗବାନଙ୍କ ସହିତ ଭକ୍ତ ସହିତ ଭଗବାନଙ୍କର ମିଳନ ହବା ପରେ କୈବର୍ତ୍ତ ବୁଝିପାରିଲା ଇଏ କିଏ ସେହି ଭାବ ଜାଗରିତ ହେଇଛି ଇଏ ଶବର ପୁତ୍ରର ଅନ୍ତରରେ ପ୍ରଭୁଙ୍କୁ ସ୍ପର୍ଶ କରିବା ମାତ୍ରେ ଅନ୍ତରରୁ କାମନା ବାସନା ଦୂରୀଭୂତ ହେଇଯାଇଛି ପରମ ବ୍ରହ୍ମଙ୍କର ପାଦ ତଳେ ପଡ଼ିଯାଇଛି ଶବର ପୁତ୍ର କହିଲା ହେ ଭାବଗ୍ରାହୀ ତୁମେ ତ ଦେଲାବାଲା କରେଇଲା ବାଲା ସଂସାରରେ ଦେଲାବାଲା ଦିଆଇଲା ବାଲା ଇଏ ମୂଢ଼ ଜନ୍ମ ବୁଝିପାରୁନି ଜାତିରେ ଶବର ଜନ୍ମ ଗ୍ରହଣ କରିଛି ଶବର ଜାତିରେ ହେ ଠାକୁରୀ ତୁମକୁ ଖୋଜିବା ପାଇଁ ଚେଷ୍ଟା ଜାରି ରଖୁଥିଲା ବେଳେ ତୁମେ ଏଡ ବଡ଼ ଦୟାଳୁ ପ୍ରଭୁ ମୋତେ ଦୟାକରି ଦର୍ଶନ ଦେଲ ହେ ଭାବଗ୍ରାହୀ ତୁମେ ତ ସର୍ବସ୍ୱ ବୁଝିଛ ତୁମ ପିତାଙ୍କର ଜୀବନକୁ କୃତାର୍ଥ କର ଆଉ ମୋ ବାପା ମାଙ୍କୁ ଉଦ୍ଧାର କର ଏହା କହି ପ୍ରଭୁ ପାଦରେ ମନ ପ୍ରାଣ ହୃଦୟକୁ ସମର୍ପଣ କରିଦେଇଛି 12 ବର୍ଷର ପୁତ୍ର କହିଲା କାଜେ କହିବି ଇଏ ଅନ୍ତର ବେଦନା ତୁମେ ଏକା ମୋର ସାକ୍ଷୀ ହେ ଯୋଗାଛି ପ୍ରଭୁ
समर्पी देला भावग्राही तुम्हें सबू जानिला वाला कला वाला करेला वाला उद्धार करंतु तुम्हें उद्धार करंतु पड़ी पाद तले भगवान भावग्राही दयालु पुरुष शबर पुत्र को संगरे नहीं गले पहुंची गले जे अपेक्षारत थिला अनेक दिन अपेक्षा करिथिला भावग्राही परम ब्रह्म निज रूप को धारण करी जेते बेले पहुंची जाउछंती ए ऋषिक निकट रे ओरे ऋषि चाहिछंती मो प्रभु धीरे धीरे जाउछंती अनेक दिन आशा आकांक्षा पूरण होछि अनेक दिन इच्छा पूरण होछि परम ब्रह्मंकर रूप को दर्शन करुछंती ऋषि श्रेष्ठ भाव विहलित होई दौड़ी जाई भगवान को कोलाग्रत करि पकेइछंती ऋषि श्रेष्ठ अनेक दिन जहा तपस्या करी पाई पारि नथिले आसी 12 वर्षर पुत्र पाई तांकु जेते बेले दर्शन करुछंती आनंदित होई दौड़ी जाई कोलाग्रत कला करिबा परे ए किछि दिन तो प्रभुंकर सेवा करिथिले ना ये नाइए ऋषि श्रेष्ठ पिता रूपरे पुत्रर कर्तव्य पितांकु उद्धार करिवे एबे प्रभु मोर कोनोसी क्षेत्र रे पुत्र हिसाब रे पितामातांक प्रति कर्तव्य रे हेला करि नाहंती आज पर्यंत मो प्रभु जगन्नाथ पितामातांक प्रति हेला न करी नंद यशोदांक पई देवकी वसुदेवंक पई ओरे श्राद्ध दिवस पालन करुछंती ब्राह्मणी भाषिते वाणी अश्रुपूर्ण नयनेन पिंडर सद्गति पुत्र गया तीर्थ पिंड दान तू नाम नरक उद्धार करिबा पाई पिंड को कारण करिबा पाई प्रत्येक पिता माता संतान टिए लुड़ी थिला बेले भगवान मध्य निज कर्तव्य रे हेला न करी ए ऋषि को उद्धार कराई देले निर्वाण प्राप्ति कराई देले अर्थ भगवानंकर अंग रे ऋषिंकर ए आत्मा लीन होई गला जेते बेले ऋषि उद्धार पाई जाइछंती भावग्राही परम ब्रह्म शबर पुत्र को संग रे नेई गले पहुंची गले तार अंध अंधुणी पितामाता निकट रे जगत को देखि नथिबा बापा माँ सर्वप्रथमे ये संसार को बा जगत को तैयारी करिथिबा सेई ईश्वर को दर्शन करिबा पाई जाउछंती अर्थ ये भगवान जेते बेले निज हस्त बुलेई दैछंती अंध अंधुणी पितामातांकर नयन रे तांकर नेत्र को खुली गला जगत को देखि नथिबा बापा माँ सर्वप्रथमे ये जगतर ठाकुर को दर्शन करुछंती से ईश्वर को दर्शन करुछंती परम ब्रह्मंकर ये रूप को दर्शन करी निज को धन्य धन्य मने कुथिला बेले भला चित्र वर्णा हे वर्णिबी तव रूप वर्णिबी तव रूप असीम अवर्णनीय है अनंत असीम अवर्णनीय है तवे स्वरूप अनंत
ଦର୍ଶନ କରୁଛନ୍ତି ପିତାମାତା ଧନ୍ୟ ନିଜକୁ ଧନ୍ୟ ମନେକରି ପରମ ବ୍ରହ୍ମଙ୍କର ସତାକୁ ଅନୁଭବ କରି ପୁଅ ଉଦ୍ଧାର ପାଇଯାଇଛନ୍ତି। ଏ 12 ବର୍ଷର ପୁତ୍ର ଭଗବାନଙ୍କର ଶ୍ରୀ ପ୍ରେୟରେ ମନ ପ୍ରାଣ ହୃଦୟକୁ ସମର୍ପି ଦେଇଥିଲା ବୋଲି ଭାବଗ୍ରାହୀ ପରମ ବ୍ରହ୍ମ ପରେ ନିରାକାରରୁ ସାକାର ରୂପ ନେଇଥିଲେ। ଭକ୍ତମାନଙ୍କ ପାଇଁ ପ୍ରଭୁ ମୋର ଆବଶ୍ୟକ ସ୍ଥଳେ ନିହାତି ଭାବରେ ନିରାକାରରୁ ସାକାର ରୂପ ଧାରଣ କରି ଧରାକୁ ଆସିଥାନ୍ତି। ସେ ଯେକୌଣସି ଭକ୍ତ ହଉନା କାହିଁକି ଏ ଭକ୍ତର ନାମ ଥିଲା ପୁଣ୍ଡରୀକ ଶବର। ପରେ ଯୋଉ ଋଷି ଉଦ୍ଧାର ପାଇଲେ ତାର ନାମ ଥିଲା ଋଷି ସୌହରି। ଏ ଋଷି ସୌହରି ଉଦ୍ଧାର ପାଇଲେ ପରମ ବ୍ରହ୍ମକୁ ଦର୍ଶନ କଲେ। ଏ ଶବର ପୁଣ୍ଡରୀକ ଶବରର ଭାବ ପାଇଁ ଭକ୍ତି ପାଇଁ ଭଗବାନ ଭାବଗ୍ରାହୀ ପରମ ବ୍ରହ୍ମ ନିରାକାର ସାକାର ରୂପ ହେଲେ। ଭଗବାନ ନିଜେ କହିଛନ୍ତି ଅଲା ଭକ୍ତକୁ ପଡ଼ିଲେ ଭକ୍ତକୁ ପଡ଼ିଲେ ସଂସାର ବକ୍ଷରେ ମୋ ଭକ୍ତ ହଉଛନ୍ତି ମୋର ବାପା, ମୋ ଭକ୍ତ ହଉଛନ୍ତି ମୋର ମା, ମୋ ଭକ୍ତ ହଉଛନ୍ତି ମୋର ବନ୍ଧୁ। ଭକ୍ତକୁ ଦୁଃଖ ପଡ଼ିଲେ କଷ୍ଟ ପଡ଼ିଲେ ଭାବଗ୍ରାହୀ ପରମ ବ୍ରହ୍ମ ଆବଶ୍ୟକ ସ୍ଥଳେ ଆସନ୍ତି। କାରଣ ନିଜେ ଭଗବାନ କହିଛନ୍ତି ନା ହତେ ସ୍ୱାମୀ ବୈକୁଣ୍ଠେ ଯୋଗୀ ନା ହୃଦୟ ନଚ ମତ୍ଭକ୍ତା ଯତ୍ର ଗାୟନ୍ତି ପ୍ରଭୁ ମୋର ଭକ୍ତ ମାନଙ୍କର ଭାବନାରେ ଥାନ୍ତି। ସେଇ ପ୍ରଭୁ ଭାବଗ୍ରାହୀ ସଂସାରର ମଙ୍ଗଳ କରନ୍ତୁ, ଜଗତର ମଙ୍ଗଳ କରନ୍ତୁ, ଜନମାନସର ମଙ୍ଗଳ କରନ୍ତୁ, ସମସ୍ତଙ୍କର ଅନ୍ତରାତ୍ମାରେ ଭାବ ଭକ୍ତିକୁ ଜାଗରିତ କରେଇ ଦିଅନ୍ତୁ। ବୋଲ ସର୍ବେ ଆନନ୍ଦ କବା ହରି ବୋଲ ଦେବକୀ ନନ୍ଦନ ଯଶୋଦାର ଧନ ହେ ରାଧା ମନ କଲ ଚୋରୀ নাচরে নাচরে মোর মুরলি ধারে নাচরে নাচরে মোর মুরলি ধারে দেবকী নন্দন
দেশরে বসে নৃসিংহ রাজন অতি ঘোড়া সীমা নাহি অমূল্য রতন ঘোড়াবতী লীলাবতী দুই রানী তাহার তଳରେ সন্তান সন্ততি না মন দুঃখে রাজা পরা বলে গঙ্গে সত্যনারায়ণ পূজা অন্তরে গলে এতে দিনে নারায়ণ আশীর্বাদ গলে পূজা ফল পাই রাজা গুহাକୁ ଗଲେ ସେହି ଦିନୁ ସାନ ରାଣୀ ଗର୍ଭବତୀ ହେଲା ଦଶ ମାସର ସଦିନା ସମ୍ପୂର୍ଣ୍ଣ ହୋଇଲା କୁମର ଏକ ହୋଇଲା ହାଣ୍ଡିବତୀ ପରାସିନା ବଡ଼ ରାଣୀ ନେଲା ପୁତ୍ରକୁ ପୁରାଇ ତାକୁ ସବୁତେ ନେଲିଲା ପାଥର କଢାଇ କହନି ନିକଟେ ପକାଇ ଚାଲିଗଲା ସେହି ବାଟ ଦେଇ ରାଜା ଦେଖୁଛନ୍ତି ପରା କାଠର କଢାଇ ଜନ୍ମ କରି ସାନ ରାଣୀ ସେ ତ ଦେଇ ଅଛି ଭାଇ ଘୋଡ଼ାବତୀ ସାଳେ ତାକୁ ବନ୍ଦୀ କରାଇଲେ ଫକୀର ବେଶକୁ ହରି ହେ ସହଜେ ଧରିଲେ ସମୁଦ୍ର ମଧ୍ୟରୁ ପୁତ୍ର ଉଦ୍ଧାର କରିଲେ ଭିକ୍ଷା ଦିଅ ବୋଲି ବୋଲି କହିଲେ ରାଜା ପରା ଦ୍ୱାର ଦେଶେ ହାଜର ହୋଇଲେ ନୂଆ ଛୁଆ ଶବ୍ଦ ତାଙ୍କ କର୍ଣ୍ଣରେ ବାଜିଲା ଛୁଆ ଗୋଟି କାହୁ ଆଜି ଅଛି ଭରା ବନ୍ଦୀ କରିବାର ପାଣି ବଢ଼ାଇଲେ ମନ ରାଜା ସମସ୍ତ ଘଟଣା କହିଲେ ବହନ ନିଜ ପୁତ୍ର ସମ୍ମିଳନ ରାଜା ହେଲେ ପାଇ ଦ୍ୱାର ଦେଶେ ସତ୍ୟନାରାୟଣ ପୂଜା କଲେ କହିବ କହୁଛ ବର୍ଣ୍ଣେ ଖଟୁଲି ସ୍ୱର୍ଣ୍ଣେ ପାଦୁକା କହିଲେ ପୂର୍ଣ୍ଣ ଚନ୍ଦ୍ର ତପ କରି ଉପରେ ବାସିଲେ ନାରାୟଣ ହର ଉମା ଗଣେଶ ହାତର ପଞ୍ଚ ଦେବତା ବସିଲେ ଖଟୁଲି ଉପର ହବ